समस्त श्रोताबंधु को मोर अभिनंदन। प्रिय बंधुगण, आमे गुरुवार विषय आलोचना करिबा। एई गुरुवार दिन तुला और कुंभ राशि, एई तुला और कुंभ राशि घातबार और तुला और कुंभ राशि पुरुषंकर घात चंद्र। एई दुई राशि पुरुष माने टिके सतर्क रहिले भल। घात बार और घात चंद्र एई दुई राशि विभिन्न दिगरु मानसिक, शारीरिक, आर्थिक और पारिवारिक समस्या घने आसो। तेणु टिके हुशियार रही केवल ओम 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 जपिले भल हंता। आम ए विषय आउ टिके पर आलोचना करिबा। हेले बंधु, आम समाज रे निर्दिष्ट केते जनकु मूर्ख कहुछि, अधम कहुछि। महाभारत रे महाज्ञानी विदुर धृतराष्ट्रंकर चरित्र को संदेह करी से बड़ भाई बड़ लोक उत्तर नहीं, तेणु किसी कहि परिबेनी। हेले गल्प छल किसी परामर्श देथिले जे किए मूर्ख आउ किए अधम। धृतराष्ट्र संपूर्ण विश्वास करथिले शकुनी को, आउ विदुर जानिथिले ता ज्ञान बल जे शकुनी ही ध्वंसर कारक। से कही अविश्वास विश्वसिति। जो लोक अविश्वासी को विश्वास करे से लोक ही मूर्ख, से लोक ही अधम। उत्तम, मध्यम, अधम नर चरित्र तीन प्रकार। से ही हीन लोक, निम्नमान लोक जे अविश्वास को विश्वास करे। आउ किए अपृष्ठे बहु भाषते, जहाँ को किसी न पचारे भी गुड़ाए गपी थाए पागल भाया। अपृष्ठे बहु भाषते अविश्वासे विश्वसते। आउ जहाँ को निमंत्रण न कले भी अपना छाए पड़े आसे। अनाहूते प्रविशति। बिना आह्वान रे जे प्रवेश करे एवं निज लोक भली पाखरे बसी दुख सुख हुए, भोजन रे भाग निए, से हूँ मूर्ख, से अधम। बिना कारण रे जे पर घर को जाए, बिना कारण रे जे पर घर को जाए से मूर्ख और अधम। तेणु ये मान को जे विश्वास करे, भरोसा करे, से हारी जाए। एक कथा विदुर कही धृतराष्ट्र को। यह महाभारतीय बाणी। बंधु, आमे एबे गुरुवार विषय आलोचना करिबा। जे 12/3/26 तारीख गुरुवार घात चंद्र तुला और कुंभ राशि पुरुषंकर, घात बार संपूर्ण तुला और कुंभ राशि, वृषरा और मिथुन राशि महिलांकर मध्य घात चंद्र। आज सूर्योदय हेबे गुरुवार कथा कहूँ 6:59 पर, सूर्यास्त हेबे 5:53 पर, और मंद समय दिन 1:25 रु 2:55। बुझा पड़ा? हाँ बंधु, दाम्पत्य जीवन रे झड़झंझा उठे कहीं।
କେଉଁ ଦମ୍ପତି ଜୀବନର ସୁଖ ଉପଭୋଗ କରିପାରନ୍ତିନି? ନା ଯେଉଁମାନଙ୍କର ମିଥୁନ ଲଗ୍ନ ବୋଲନ୍ତେ ଗଣିଯିବା ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ। ଏହି ମିଥୁନ ଲଗ୍ନ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ବନ୍ଦ ହୁଏନି, ଦୁଃଖ ବନ୍ଦ ହୁଏନି, ଅଶାନ୍ତି ବନ୍ଦ ହୁଏନି ଏବଂ ଏମାନେ କର୍ମ କ୍ଷେତ୍ରରେ ବି ସେତେ ଟାଣୁଆ କର୍ମୀ ହୋଇପାରନ୍ତିନି। ଏମାନଙ୍କ କର୍ମରେ ବିଭ୍ରାଟ ବାରମ୍ବାର ହୁଏ, କାରଣ ଏହି ମିଥୁନ ଲଗ୍ନଧାରୀ ବ୍ୟକ୍ତିଙ୍କର ବୃହସ୍ପତି ଟାଣୁଆ ନୁହନ୍ତି। କେନ୍ଦ୍ର ଅଧିପତି ଦୋଷରେ ଅପରାଧୀ। ବୃହସ୍ପତି କେନ୍ଦ୍ର ଅପରାଧୀ, କେନ୍ଦ୍ରାଧିପତି ହୋଇଥିବାରୁ, ସପ୍ତମ ଘରର ଅଧିପତି ହୋଇଥିବାରୁ, ଦଶମ ଘରର ଅଧିପତି ହୋଇଥିବାରୁ ଏ ମିଥୁନ ଲଗ୍ନ ବିଶିଷ୍ଟ ବ୍ୟକ୍ତିମାନଙ୍କ ଜୀବନରେ ଦାମ୍ପତ୍ୟ ସୁଖ ନାହିଁ କି କର୍ମ ସୁଖ ନାହିଁ। ଉତ୍ଥାନ ପତନ, ଝଡ଼ ଝଞ୍ଜା ଆଉ ଦୁଃଖର ନୌକାରେ ଏମାନେ ଭାସନ୍ତି। ଆସନ୍ତୁ ଆମେ ଆଲୋଚନା କରିବା ଏଇ 12 ତାରିଖ ଗୁରୁବାର ମେଷ ରାଶି ବିଷୟରେ। 12 ତାରିଖ ଗୁରୁବାର ମେଷ ରାଶି ପାଇଁ ଏକ ଶୁଭ ଦିନ। ଯେହେତୁ ଗୁରୁବାର, ମେଷର ଅଧିପତି ହେଲେ ମଙ୍ଗଳ, ମଙ୍ଗଳ ହେଲେ ଗୁରୁଙ୍କର ମିତ୍ର, 12 ଦୃଷ୍ଟିରୁ ଭଲ ଦିନ। ଆଜି ଏମାନଙ୍କୁ ଭାଇ ଭଉଣୀ ସହଯୋଗ ମିଳିବ। ଅନ୍ୟ ଦୃଷ୍ଟିରୁ ଭାବିଲେ ଆଜି ଅପମାନ ପାଇବାକୁ ଯୋଗ ଅଛି। ତେଣୁ ମାପି ଚୁପି ଜଗି ରଖି ବ୍ୟବହାର କଲେ ଭଲ, ନହେଲେ ଅପମାନିତ ହେବେ। ଭାଗ୍ୟାଧିପ ବୃହସ୍ପତି, କାର? ମେଷର ଭାଗ୍ୟାଧିପ ବୃହସ୍ପତି ଅଛନ୍ତି ମିଥୁନରେ, ତୃତୀୟରେ। ଏଥିପାଇଁ ସେ ଭାଗ୍ୟକୁ ସହଯୋଗ କରିପାରୁନାହାନ୍ତି। ଭାଗ୍ୟାଧିପତି ସହାୟ ନ ହେବାରୁ ଭାବି ଚିନ୍ତି ହାତେ ମାପି ଚାଖେଣ୍ଡି ଚାଲିଲେ ଭଲ ମେଷ ରାଶିମାନଙ୍କ ପାଇଁ। ଦିନଟି ଆୟ ଇନକମରେ ବାଧା ସୃଷ୍ଟି କରିବ, ଆୟ ଅମଳ ହେବନି, ଖର୍ଚ୍ଚ ହେବ। ବୃଷ କଥା 12 ତାରିଖ ବୁଧବାର। ବୃଷ ରାଶି ପାଇଁ 12 ତାରିଖ ବୁଧବାର, ଗୁରୁବାର, 12 ତାରିଖ ଗୁରୁବାର, ମହିଳାମାନଙ୍କର ଘାତ ଚନ୍ଦ୍ର। ବୃଷାଧିପ ଶୁକ୍ର, ଏଣୁ ଦିନଟି ଭଲ ନୁହେଁ। ଗୁରୁବାର ଗୁରୁ ଦେବଗୁରୁ, ଶୁକ୍ରବାର ଶୁକ୍ର ଅସୁର ଗୁରୁ। ଏହି ଦୁଇ ଗୁରୁଙ୍କର ପ୍ରାୟ ଝଗଡ଼ା ହୁଏ, ଏଣୁ ଦିନଟା ଭଲ ନୁହଁ। ପ୍ରାୟ ଝଗଡ଼ା ହେବ, ଦେହ ପୀଡ଼ା ହେବ, ଧାଁ ଦୌଡ଼ାରେ ସମୟ ଯିବ, ଆୟ ଅମଳରେ ବାଧା ଆସିବ, ଯଥା ସମୟରେ କୌଣସି କାର୍ଯ୍ୟ ହେବନି, ବୃଥାରେ ସମୟ ଯିବ, ବ୍ୟୟ ବଢ଼ିଯିବ, ଶାନ୍ତି ନାହିଁ। ମେଷ ରାଶିରେ ଯେମିତି ଅପମାନ ଯୋଗ ଅଛି, ସେମିତି ବୃଷ ରାଶିରେ କଳହ ଯୋଗ ଅଛି। କଥା କଥାକେ କଥା କଟାକଟି ହେବ, କଥା କଥାକେ କଥା କଟାକଟି ହେବ। ଏ ଗଲା ବୃଷ କଥା। ଏବେ ଆଲୋଚନା କରିବା ମିଥୁନ କଥା। ମିଥୁନରେ କ'ଣ ହେଲା? ମିଥୁନ ରାଶି ମହିଳାମାନଙ୍କର ଗୁରୁବାର ଘାତଚନ୍ଦ୍ର। ଆଜି 12 ତାରିଖ, ଧନଲକ୍ଷ୍ମୀଙ୍କର ସ୍ୱାଗତ କରିବା ପାଇଁ ସମୟ ଆସିଛି। କଥାଟେ ଅଛି, ଧନ ଉଡ଼ୁଛି ତାକୁ ଧରି ପାରିଲେ ଦୁଃଖ ଯିବ, ଧନୀ ହେବୁ। ସମୁଦ୍ର କୂଳକୁ ଆଡ଼େଇ ଦେଲେ ଯେମିତି ପାଣି ବାହାରି ଆସେ, ଆଜି ଚେଷ୍ଟା କଲେ ଧନ ନିଶ୍ଚୟ ପାଇବେ। ଦୈନନ୍ଦିନ ଜୀବନରେ ଯେଉଁ ବୃତ୍ତି କରି ବଞ୍ଚୁଛନ୍ତି ତାହା ସୁରୁଖୁରୁରେ ଚାଲିବ, ଆୟ ବଢ଼ିଆ ହେବ। ବ୍ୟବସାୟୀମାନଙ୍କର ଆଜି ଲାଭ 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 ହେବ। ବ୍ରାହ୍ମଣ, ନାପିତ, ଆଇନଜୀବୀ, ଚିକିତ୍ସକଙ୍କ ପାଇଁ ଆଜି ଧନ ରୋଜଗାରର ଏକ ପ୍ରମୁଖ ଦିନ।
ମିଥୁନ ରାଶି ପାଇଁ ଆଜି ଭଲ ଦିନ, ଧନ ଲକ୍ଷ୍ମୀ ଆସିବାର ଦିନ। ତେଣୁ ମିଥୁନ ରାଶିର ବ୍ୟକ୍ତି ସମୁଦାୟ ନିଜ ବୁଦ୍ଧି ବଳ କଳ କୌଶଳ ଉଦ୍ୟମକୁ ଲଗେଇ ଦିଅନ୍ତୁ ନା। ଆଳସ୍ୟଠୁ ଦୂରେଇ ଯାଆନ୍ତୁ, କର୍ମ ତତ୍ପର ହୁଅନ୍ତୁ। ପାଖକୁ ଲକ୍ଷ୍ମୀ ନିଶ୍ଚୟ ଆସିବେ, ଆପଣ ଧନୀ ନିଶ୍ଚୟ ହେବେ। ଆର୍ଥିକ ସମସ୍ୟାର ସମାଧାନ ହେଇଯିବ, ଖାଲି ଟିକେ ଚେଷ୍ଟା। କର୍କଟ କଥା ଆଲୋଚନା କରିବା। କର୍କଟ ରାଶି ପାଇଁ 12 ତାରିଖ ଅର୍ଥ ପ୍ରାପ୍ତି ଯୋଗ ଅଛି। ଗୁରୁବାର ହେତୁ ଲାଭପ୍ରଦ ଦିନ। ଚନ୍ଦ୍ରଙ୍କର ଗୁରୁଙ୍କର ସମ୍ପର୍କ ବଢ଼ିଆ। ଗୁରୁ ଆଜି ଦବା ମୁଡ଼ରେ ଅଛନ୍ତି, ଖାଲି ଚନ୍ଦ୍ର ଆଣିପାରିଲେ ହେଲା। କେବଳ ଧନ ନୁହେଁ, ଆଜି ଉପହାର ପଦାର୍ଥ, ଖାଦ୍ୟ, ବସ୍ତ୍ର, ବାସଗୃହ, ନବବଧୂ, ଶସ୍ୟ, ଅଳଙ୍କାର, ବିଦ୍ୟା, ଔଷଧ ଆଦି ଲାଭ ହେବ। ଯାହା ଯାହା ଦରକାର, କେଉଁଟା ଲାଭ ହେଲେ ଆପଣଙ୍କୁ ମଜା ଲାଗିବ, ଆପଣ ସେଥିପାଇଁ ଉଦ୍ୟମ କରିବେ ନା। ସବୁବେଳେ ମନେ ରଖିଥିବେ, ଉଦ୍ୟମ ବଳେ ସର୍ବସିଦ୍ଧି। ଚେଷ୍ଟା ଠିକ୍ ଠାକ୍ କରିବାକୁ ପଡ଼ିବ ଆମକୁ। ଖାଲି ଦୀପରେ ତୈଳ ଭରି ସଳିତା ଦେଇ ଲଗାଇଦେଲେ କ'ଣ ହବିବ? ତେଣୁ ଖଣ୍ଡେ ଖୁଣ୍ଟା ପକାଇବା, କାଠି ପକାଇବା, ନିର୍ବାତ ସ୍ଥାନରେ ରଖିବା ଯେଉଁଠି ପବନ ହେଉନଥିବ। ତେବେ ଦୀପ ଆମକୁ ସହଯୋଗ କରିବ, ଆଲୁଅ ଦେବ, ଅନ୍ଧକାରକୁ ସେ ନଷ୍ଟ କରିବ। ଏଇଭଳି ଚିନ୍ତା କରି ଆମେ ଉଦ୍ୟମ ଠିକ୍ ଠାକ୍ କରିବା, ନହେଲେ ନାହିଁ। ଯଥାର୍ଥ ଉଦ୍ୟମ ବଳରେ ଅର୍ଥ, ଯଶ, ଧନ, କୀର୍ତ୍ତି ସବୁ ଲାଭ ହେବ। କର୍କଟର ଭଲ ଦିନ। କେବଳ ମେଷ ଆଉ ବୃଷର ଟିକେ ଅସୁବିଧା। ମିଥୁନର ବଢ଼ିଆ ଶୁଣିଲେ, କର୍କଟର ବଢ଼ିଆ ଜାଣିଲେ। ଏବେ ସିଂହ କଥା। ସିଂହ ରାଶିର ଲୋକେ ଯଦି ଆଜି ଉତ୍ତମ ବ୍ୟବହାର କରନ୍ତି, ତାହେଲେ ଉତ୍ତମ ବ୍ୟବହାର ପାଇବେ ଆଉ। କିନ୍ତୁ ସେମାନେ ଆଜି କିଛି ବୁଝିବେନି, ଉତ୍ତମ ବ୍ୟବହାର କରିବେନି, ନିଜକୁ ଜ୍ଞାନୀ ଭାବିବେ। ଏ ତ ବିଧିବିଧାନ, ମୁଁ କ'ଣ କରିବି। ତେଣୁ ସେମାନେ ଆଜି ଅନୁଚିତ ବ୍ୟବହାର କରିବେ, ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ। ଯାହାଫଳରେ କ'ଣ ହେବ? ଅସୁବିଧା ହେବ। ଶାସ୍ତ୍ର କହିଛି କ'ଣ? ଗୋଟିଏ ହେଲେ ଶତ୍ରୁ ସୃଷ୍ଟି କରନି, ପାରୁଛ ତ ଅସଂଖ୍ୟ ମିତ୍ର ସୃଷ୍ଟି କର। ଛୋଟିଆ କଣ୍ଟା ପାଦରେ ଫୁଟିଯାଏ, ହେଲେ କେତେ ଯନ୍ତ୍ରଣା ଆମେ ଭୋଗୁ। ଟିକିଏ କେତେ କ୍ଷୁଦ୍ର ବାଲି ଆଖିରେ ପଡ଼ିଗଲେ ଆମର କେତେ କ୍ଷତି ହୁଏ। ଆମେ କେତେ କଷ୍ଟ କେତେ ଲୁହ ନିଗିଡ଼ି ଯାଏ, କେତେ କଷ୍ଟ ଭୋଗୁ। ସେଇଭଳି ଶତ୍ରୁ ଛୋଟିଆ ହେଲେ ବି ଭୟଙ୍କର। ଗୋଟିଏ ହେଲେ ଶତ୍ରୁ ସୃଷ୍ଟି କରନି। ଏଣୁ ଏହା ଭାବି ଆଜି ସିଂହ ରାଶିର ସମସ୍ତ ବ୍ୟକ୍ତି ଯଦି ହସେଇ ପାରିବେ, ତାହେଲେ ତାଙ୍କ ଦିନଟି ଭଲରେ ଯିବ। ଯଦି ମୁହଁ ଭୁରୁଙ୍ଗା କରି ବସିବେ, କାହା କଥା ଶୁଣିବେନି, କାହାର ପରାମର୍ଶ ମାନିବେନି, କାହାକୁ ଖାତିର କରିବେନି, ତାହେଲେ ଫଳ କ'ଣ ହେବ? ଦୁଃଖ ଭୋଗିବେ ଆଉ କ'ଣ। ସେମାନଙ୍କୁ ସହଜରେ ସର୍ବବିଧ କୌଳିକ, ମୌଳିକ, ଆର୍ଥିକ ଆଉ ପାରିବାରିକ, ବୌଦ୍ଧିକ, ସାମାଜିକ, ଶାରୀରିକ ସୁଖ ଶାନ୍ତି ଅବଶ୍ୟ ମିଳିବ। ଦେହପା ଠିକ୍ ରହିବ। ଦୈନନ୍ଦିନ ବୃତ୍ତିରୁ ଯାହା ସେ ଆୟ କରୁଥିଲେ ତାହା ଠିକ୍ ଠାକ୍ ଚାଲିବ। କେବଳ ସେମାନଙ୍କ ବ୍ୟବହାର ମାର୍ଜିତ ହେବା ଉଚିତ। କାର? ସିଂହ ରାଶି ଲୋକମାନଙ୍କର। ଏବେ ଆମେ ଯିବା କନ୍ୟା ପାଖକୁ। କନ୍ୟା ରାଶି ପାଇଁ ଆଜି ଏକ ଅଶୁଭ ଦିନ। ଦେହ ଅସୁସ୍ଥ ହେବ, କଳହର ସୂତ୍ରପାତ ହେବ, ଯଥା ସମୟରେ କୌଣସି କାର୍ଯ୍ୟ ହେବନି, ଦୂରଯାତ୍ରା କରି ମଝି ରାସ୍ତାରେ ହଇରାଣ ହେବେ। ଯଦି ଚାଲି ଯିବେ ତାହେଲେ ଜୋତା ଛିଣ୍ଡିଯିବ। ଯଦି ଯାନବାହନ ଯିବେ ତାହେଲେ ଯିଏ ଗାଡ଼ି ଚଳାଉଥିବେ ସେ ହଇରାଣ କରିବେ, ଡ୍ରାଇଭର ହଇରାଣ କରିବେ। ମାତ୍ର ଅପରାହ୍ନରେ ଉତ୍ତମ ଖାଦ୍ୟ ମିଳିବ। ସନ୍ଧ୍ୟା ପରେ ଦେବଦର୍ଶନ ଯୋଗ ଆସି ପରିବାର ସହିତ ଆଜି ଆପଣ ରହିବେ, କିନ୍ତୁ
ହଇରାଣ ହେବେ। ଆଜି କନ୍ୟା ରାଶିର ଲୋକମାନେ ଦୂରଯାତ୍ରା ନ କଲେ ଭଲ, କିନ୍ତୁ କରିବାକୁ ପଡ଼ିବ, କର୍ମର ଆହ୍ୱାନ ଅଛି। କନ୍ୟା ରାଶି ଲାଗି ଆଜି ଏକ ଅଶୁଭ ଦିନ। ଦେହ ଅସୁସ୍ଥ ହେବ, କଳହର ସୂତ୍ରପାତ ହେବ, ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ଦୂରଯାତ୍ରା କଲେ ମଝି ରାସ୍ତାରେ ହଇରାଣ ହେବେ। ଚାଲି ଚାଲି ଗଲେ ବାଟରେ ଜୋତା ଛିଣ୍ଡିବ। ଯାନବାହନରେ ଗଲେ ଡ୍ରାଇଭର ହଇରାଣ କରିବେ। ମାତ୍ର ଅପରାହ୍ନରେ ଉତ୍ତମ ଖାଦ୍ୟ ଯୋଜନା ଅଛି। ସନ୍ଧ୍ୟାରେ ଦେବଦର୍ଶନ ଯୋଗ ଅଛି। ପରିବାର ଗହଣରେ ଆଜି ଦିନଟି ଯିବ, କିନ୍ତୁ ଶାନ୍ତିର ଅଭାବ ହେବ। ତାପରେ ତୁଳାରାଶି। ତୁଳାରାଶି ପାଇଁ ଗୁରୁବାର ଅର୍ଥ ବୃଦ୍ଧିର ସଂକେତ ମିଳୁଛି। ତୁଳାରାଶିଆଙ୍କୁ ଆଜି ଅର୍ଥ ଯୋଗ ଅଛି। ସେ ତ ଛାଏଁ ଛାଏଁ ଆସିବନି ନା, ଅର୍ଥ କ'ଣ ଛାଏଁ ଛାଏଁ ଆସିବ? ତାକୁ ନିମନ୍ତ୍ରଣ କରିବାକୁ ପଡ଼ିବ, କଠିନ ପରିଶ୍ରମ କରିବାକୁ ପଡ଼ିବ, ନହେଲେ ମିଳିବନି। ତୁଳା ରାଶି ପାଇଁ ଗୁରୁବାର ଅର୍ଥ ବୃଦ୍ଧିର ସଂକେତ ମିଳୁଛି। ସେ ତ ଛାଏଁ ଛାଏଁ ଆସିବନି ନା, ତାଙ୍କ ପାଇଁ ଶ୍ରମ ବୁଦ୍ଧି ଦେଲେ ତାହା ଆମ କରଗତ ହେବ। ଏଣୁ କଠିନ ଉଦ୍ୟମ କରନ୍ତୁ, ଧନୀ ହୋଇଯିବେ। ଭାଇ ଭଉଣୀ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଦେହପା ଠିକ୍ଠାକ୍ ରହିବନି। ପୂର୍ବରୁ କୁହାଯାଇଛି ଯେ ତୁଳା ରାଶିର ଆଜି ଘାତବାର, ପୁରୁଷଙ୍କର ଘାତ ଚନ୍ଦ୍ର, ଏଣୁ ସତର୍କ ରହିଲେ ଭଲ। ଆଜି କ'ଣ କିଛି ମିଶାଣ କିଛି ଫେଡ଼ାଣ। ଘାତ ଚନ୍ଦ୍ର, ଘାତବାର, ହୁସିଆର ରହିବାକୁ ପଡ଼ିବ, ନହେଲେ ନାହିଁ। କେହି ବୁଝିବେନି, କେହି ପିଠିରେ ପଡ଼ିବେନି। ଧନ ଆସିବ, ତା ପାଇଁ ଯୋଜନା କରିବାକୁ ପଡ଼ିବ, ଖଟିବାକୁ ପଡ଼ିବ, ବୁଦ୍ଧି ବିବେକ ଖଟାଇବାକୁ ପଡ଼ିବ। ତେଣୁ ଭାବି ଚିନ୍ତି ଜଗି ରଖି ଯାନବାହନର ବ୍ୟବହାର କରନ୍ତୁ। ଛୁରୀ, ବ୍ଲେଡ଼, ଏସବୁ କଇଞ୍ଚିର ବ୍ୟବହାର ହୁସିଆର କରନ୍ତୁ। ସାବଧାନ ହୁଅନ୍ତୁ ଓ କର୍ମ କରନ୍ତୁ। ସୁଖ ମିଳିବ, ଶାନ୍ତି ମିଳିବ, ନହେଲେ ପସ୍ତେଇବେ। ବିଛା କଥା। ବିଛା ରାଶି ପାଇଁ 12 ତାରିଖ ଗୁରୁବାର ଏକ ଅଶାନ୍ତ ଦିନ। ଧନାଗମ ହେବ। ଦୈନନ୍ଦିନ ବୃତ୍ତି ବ୍ୟବସାୟରେ ବି ଶାନ୍ତି ଲାଭ ଭଙ୍ଗ ହେବ। ମନ ଘର ଧରିବନି, ଆକୁଳ ବ୍ୟାକୁଳ ହେବେ। କର୍ମ ପ୍ରତି ଆଗ୍ରହ ଆସିବନି। ଦାମ୍ପତ୍ୟ ଜୀବନରେ କୁଟୁମ୍ବରେ କଳହର ସୂତ୍ରପାତ ହେବ। ବିଛା ପାଇଁ ଭଲ ଦିନ ନୁହଁ। ବିଛା ରାଶି ପାଇଁ 12 ତାରିଖ ଗୁରୁବାର ଏକ ଅଶାନ୍ତ ଦିନ। ଶାନ୍ତି ନାହିଁ। ଧନାଗମ ହେବ। ଦୈନନ୍ଦିନ ବୃତ୍ତି ବ୍ୟବସାୟରେ ବି ଶାନ୍ତି ଭଙ୍ଗ ହେବ। ମନ ଘର ଧରିବନି, ଆକୁଳ ବ୍ୟାକୁଳ ହେବେ। କର୍ମ ପ୍ରତି ଆଗ୍ରହ କମିଯିବ। ଦାମ୍ପତ୍ୟ ଜୀବନରେ ଓ କୁଟୁମ୍ବରେ କଳହର ସୂତ୍ରପାତ ହେବ। ସବୁ ଜାଣିଲା ପରେ ଯଦି ଚୁପ୍ ନ ରହିବେ, ମୌନତା ଅବଲମ୍ବନ ନ କରିବେ, ତାହେଲେ ତ ଘାଣ୍ଟି ହେବେ ଆଉ। ଏବେ ଆମେ ଯିବା ଧନୁ ପାଖକୁ। ଧନୁ ରାଶି ପାଇଁ 12 ତାରିଖ ଗୁରୁବାର ଏକ ଶୁଭ ଦିନ। ଦେହ ସୁସ୍ଥ ରହିବ ଓ ସୁନ୍ଦର ଦିଶିବେ। ବାରମ୍ବାର ଦର୍ପଣ ଦେଖିବାକୁ ଇଚ୍ଛା ହେବ, ମୁଁ ବହୁତ ସୁନ୍ଦର। ଏଭଳି ଚିନ୍ତାଧାରା ମୁଣ୍ଡକୁ ଆସିବ ଆଜି ଧନୁ ରାଶି ଲୋକଙ୍କର। ଧନୁ ରାଶି ପାଇଁ 12 ତାରିଖ ଗୁରୁବାର ଏକ ଶୁଭ ଦିନ। ଦେହ ସୁସ୍ଥ ରହିବ, ସୁନ୍ଦର ଦିଶିବେ, ଖାଦ୍ୟ ସ୍ୱାଦିଷ୍ଟ ହେବ ଓ ମିଳିବ ମଧ୍ୟ। ଭଲ ଜୀର୍ଣ୍ଣ ହେବ, ବଢ଼ିଆ ଖାଦ୍ୟ ମିଳିବ ଆଉ ତା ଜୀର୍ଣ୍ଣ ମଧ୍ୟ ହେବ। ବଢ଼ିଆ ଶଯ୍ୟା ମିଳିବ, ସୁନ୍ଦର ନିଦ ମଧ୍ୟ ହେବ। ବଢ଼ିଆ ବନ୍ଧୁ ଆସିବେ, ସେ ହସି କଥାବାର୍ତ୍ତା କରିବେ। ସବୁ ଦିଗରୁ ଆଜି ଧନୁ ରାଶିର ଶୁଭ ଶୁଭ ଶୁଭ। ଉପହାର ରୂପରେ କିଛି ମିଳିପାରେ। ଯଦି ସମୁଚିତ ଶ୍ରମ ଦେଇ ବୁଦ୍ଧିର ଖେଳ ଖେଳିପାରିବେ, ତେବେ ଭଲ ଧନାଗମ ହେବ। ଯଦି ଧର୍ମ ଦିଗରେ ମନ ଦେଇ ସତ୍ ପାତ୍ରରେ
ଖାଦ୍ୟ ବସ୍ତ୍ର ଅର୍ଥ ଦାନ ଦିଅନ୍ତି, ତେବେ ତାହା 6 ଗୁଣ ହୋଇ ଆପଣଙ୍କ ପାଖକୁ ଫେରି ଆସିବ। ପୁରୁଣା ରୋଗ ଶାନ୍ତ ହୋଇଯିବ। ବଢ଼ିଆ ଦିନ। ଆଜି ଦେବେ ତ ସତ୍ପାତ୍ରରେ ଦିଅନ୍ତୁ। ଖାଦ୍ୟ ବସ୍ତ୍ର ବାସଗୃହ ଯାହା ଦେବେ, ଧନ ସୁନା ଭୂମି ଯାହା ଦେବେ, ସେ 6 ଗୁଣ ରୂପ ନେଇ ଫେରି ଆସିବ ଆପଣଙ୍କ ପାଖକୁ। ଆପଣ ବରାବର ଧନୀ ହେବେ, ସୁଖୀ ହେବେ, ଶାନ୍ତି ପାଇବେ। ଆଜି ସବୁ ଭଲ କାମ କରନ୍ତୁ, ମଙ୍ଗଳ ହେବ। ମକର ରାଶି ଗୁରୁବାର। ମକର ରାଶି ପାଇଁ ଗୁରୁବାର 12 ତାରିଖ ବହୁ ବ୍ୟୟ ହେବାର ସୂଚନା ମିଳୁଛି। ବହୁ ବ୍ୟୟ, ଗୁଡ଼ାଏ ଖର୍ଚ୍ଚ ହେଇଯିବ। ଦେହ ଅସୁସ୍ଥ ହେବ। ମିଳିବାକୁ ଥିବା ଅର୍ଥ ଓ ସମ୍ମାନ ମିଳିବନି। ଦୈନନ୍ଦିନ ବୃତ୍ତି ବ୍ୟବସାୟରେ ବାଧା ଆସିବ। କୌଣସି ଯୋଜନା ସଫଳ ରୂପ ନେବନି। ଆଉ ଏଭଳି ଏକ ସମସ୍ୟା ଭିତରେ ଆପଣ ଘାଣ୍ଟି ହେଲେ ଆ ପାଇଁ ପ୍ରତିକାର କ'ଣ? କେବଳ ଧୈର୍ଯ୍ୟ। ଯିଏ ଯାହା କହୁଛି କହୁ, ମୁଁ ଶୁଣିବିନି। କିଏ ଶୋଧୁଛି ତ ଅସଭ୍ୟ ଭାଷାରେ ଶୋଧିଯାଉ। ଲୋକ ଜାଣିବେ ଏଇଟା ମୂର୍ଖ, ପାଗଳ, ମଦୁଆ। ମୋର କ'ଣ ହେଇଯିବ? କହିବା ଲୋକ ବଡ଼ ନୁହେଁ, ସହିବା ଲୋକ ବଡ଼। ଶାସ୍ତ୍ର କହିଛି, ମୁଁ କହୁନି। ଏଣୁ ମକର ରାଶିର ଲୋକଙ୍କ ପାଇଁ ଏକ ବଢ଼ିଆ ଅସ୍ତ୍ର ହେଲା କ'ଣ? ଧୈର୍ଯ୍ୟ ଆଉ ଚୁପଚାପ। ନହେଲେ ହଇରାଣ ହେବେ, ଘାଣ୍ଟି ହେଇଯିବେ। ଆଖି ଲୁହକୁ ସାକ୍ଷୀ କରି ବଞ୍ଚି ରହିବାକୁ ପଡ଼ିବ। ଲୁଗା କାନି ପ୍ୟାକେଟର ରୁମାଲ ଆଜି ଓଦା ହେଇଯିବ କାନ୍ଦି କାନ୍ଦି। କିନ୍ତୁ ଯଦି ଧୈର୍ଯ୍ୟ ଧରିବେ କିଛି ହେବନି। ଆରାମରେ ରହିବେ, ଶାନ୍ତିରେ ରହିବେ। କୁମ୍ଭ ପାଖକୁ ଯିବା। କୁମ୍ଭ କ'ଣ କହୁଛନ୍ତି? କୁମ୍ଭ ରାଶି ପାଇଁ 12 ତାରିଖ ଗୁରୁବାର, ଘାତ ବାର, ପୁରୁଷମାନଙ୍କର ଘାତ ଚନ୍ଦ୍ର। ଏଣୁ ବାରମ୍ବାର ଦୁର୍ଗା ଦୁର୍ଗା କହନ୍ତୁ ବା ଗାୟତ୍ରୀ ଜପନ୍ତୁ। କୁମ୍ଭ ରାଶି ପାଇଁ ଆଜି ଘାତ ବାର, ଘାତ ଚନ୍ଦ୍ର। ଆଘାତ ଲାଗିବ, ରକ୍ତପାତ ହେବ, ଅପମାନିତ ହେବେ। ବି କେୟାରଫୁଲ୍। ତେଣୁ ବାରମ୍ବାର ଗାୟତ୍ରୀ ଜପନ୍ତୁ ବା ଦୁର୍ଗା ଦୁର୍ଗା କହନ୍ତୁ। ଦିନ ଦୃଷ୍ଟିରୁ ଆପଣମାନେ ଆଜି ସ୍ଥିର ଭାବରେ ଗୋଟିଏ ଜାଗାରେ ରହିପାରିବେନି। ଆଜି ଆପଣ ଅସ୍ଥିର, ମଶା ଭଳି ଶୋଷିବେ ଅନ୍ୟମାନଙ୍କୁ, ଆଉ ହଇରାଣ ହେବେ। ଗୋଟେ ଜାଗାରେ ସ୍ଥିର ହୋଇ ରହିପାରିବେନି। ଗୁରୁବାର ଲକ୍ଷ୍ମୀ ଲାଭ ଯୋଗ ଅଛି। ଆୟ ଅମଳ ଅଧିକ ହେବ। ନୂତନ କିଛି କର୍ମ ବି ଆରମ୍ଭ କରିପାରନ୍ତି। ଏଣୁ ମନେ ରଖନ୍ତୁ, ଉଦ୍ୟମ ବଳେ ସର୍ବସିଦ୍ଧି। ଆଜି ଆପଣମାନଙ୍କୁ ଯଥେଷ୍ଟ କିଛି ମିଳିବାର ଯୋଗ ଅଛି, ଧନ ଆଉ ସମ୍ମାନ। ଯିଏ ଯେଉଁ ବୃତ୍ତି କରୁଛନ୍ତି ତା ବାଦେ ଏକ ନୂତନ ବୃତ୍ତିର ବ୍ୟବସ୍ଥା ହେବ, ଆୟ ଅମଳ ହେବ। ଶୁଣିବେ ଆପଣଙ୍କ ପାଇଁ ସୁଯୋଗ ଆସୁଛି, ତା ପାଇଁ ସିନା ଧାଁ ଦୌଡ଼ା କରିବେ। ନହେଲେ ପଣ୍ଡିତେ କହିଲେ ବୋଲି ମୋତେ ମିଳିଯିବ, ନାଇଁ। ଜମା। ଉଦ୍ୟମ ବଳେ ସର୍ବସିଦ୍ଧି। ହେଲେ ମୀନ କଥା ବୁଝିବା। ମୀନ ରାଶି ପାଇଁ ଗୁରୁବାର 12 ତାରିଖ ଏକ ଭଲ ଦିନ। କାହିଁକି? ମୀନ ରାଶିର ଅଧିପତି ହେଲେ ଗୁରୁ, ବାର ହେଲା ଗୁରୁ। ତେଣୁ ଭଲ ଦିନ, ଭଲ ବାର ଆଜି। ଏମାନେ ଆନନ୍ଦ ଉଲ୍ଲାସରେ ମାତି ପ୍ରୀତି ଲାଭ କରିବେ। ମାନେ ନିଜେ ଆନନ୍ଦ ପାଇବେ, ଅନ୍ୟକୁ ଆନନ୍ଦ ଦେବେ, ହସାଇବେ ଜଗତ ଜନେ। ଆୟ ଅମଳ ପାଇଁ ଯୋଜନା କରି ସଫଳ ହେବେ। କର୍ମ କ୍ଷେତ୍ରକୁ ସାଫଲ୍ୟ ମଣ୍ଡିତ କରିବେ। ଯଦି ସମୁଚିତ ବୁଦ୍ଧି, ବିବେକ ଓ ଶ୍ରମ ଦାନ କରିବେ, ତେବେ ଦୈନନ୍ଦିନ ବୃତ୍ତିରୁ ଯଥେଷ୍ଟ ବେଶୀ ଆୟ ଲାଭ କରି ଧନୀ ହେଇଯିବେ। ଚିନ୍ତା ଦୂର ହେଇଯିବ, ଆର୍ଥିକ ସମସ୍ୟାର ସମାଧାନ ହେଇଯିବ। ଦିନଟି ଭଲ, ଦେହ ପା ଠିକ୍ ରହିବ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ହଁ ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ମୁଁ କୁଳବେଣୀ ପଣ୍ଡା ଆପଣଙ୍କ ସହିତ ପୁଣି ଦୁଃଖ ସୁଖ ହେବି ଆସନ୍ତାକାଲି। ରହିଲି, ନମସ୍କାର।